ଜୀବନଟା ଏକ କଣ୍ଟାର ରାସ୍ତା। ଚାଲିବାରେ ଅନେକ ଯନ୍ତ୍ରଣା ମିଳେ, ହେଲେ ଯେ ଥକିଯାଏ ସେ ହାରିଯାଏ। କାଉ କାହାର ଧନ ଚୋରି କରି ନିଏ ନାହିଁ, ତଥାପି ଲୋକେ କାଉକୁ ଭଲ ପାଆନ୍ତି ନାହିଁ। କୋଇଲି କାହାକୁ ଧନ ଦେଇ ନଥାଏ, ତଥାପି ଲୋକେ କୋଇଲିକୁ ସମସ୍ତେ ଭଲ ପାଆନ୍ତି ତାର ମଧୁର ସ୍ୱର ପାଇଁ। ତେଣୁ ଭଲ କଥା ଟିକେ କୁହନ୍ତୁ, ଦେଖିବେ ସମସ୍ତେ ତୁମକୁ ଭଲ ପାଇବେ ଏବଂ ତୁମେ ସମସ୍ତଙ୍କ ମନ ଜିତି ପାରିବ। ମହାନ ହେବାର ଇଚ୍ଛା ତ ସମସ୍ତେ ରଖିଥାନ୍ତି, କିନ୍ତୁ ମଣିଷ ହେବା ଲୋକ ଭୁଲି ଯାଇଛନ୍ତି। ପ୍ରତ୍ୟେକ ପୁସ୍ତକର ଭାଗ୍ୟରେ କେବେ ଲାଇବ୍ରେରୀ ଲେଖା ହୋଇନଥାଏ। କିଛିଟା ପୁସ୍ତକ ଆପଣଙ୍କୁ କବାଡ଼ିଆ ଦୋକାନରେ ମଧ୍ୟ ମିଳିଯିବ। ରାଗ ଅଭିମାନ କର, କିନ୍ତୁ କଥାବାର୍ତ୍ତା ବନ୍ଦ କର ନାହିଁ, କାରଣ କଥାବାର୍ତ୍ତା ବନ୍ଦ ହୋଇଗଲେ ସମାଧାନର ସବୁ ରାସ୍ତା ବନ୍ଦ ହୋଇଯାଏ। ହଜାରେ ସମ୍ପର୍କ ଭିତରେ ଏମିତି ଗୋଟିଏ ସମ୍ପର୍କ ଭାଗ୍ୟରେ ଥିଲେ ମିଳେ, ଯିଏ ମୁହଁକୁ ଦେଖି ହୃଦୟର କଷ୍ଟ ବୁଝିପାରୁଥିବ। ସମ୍ପର୍କର ମୃତ୍ୟୁ ନାହିଁ, ମଣିଷର ସ୍ୱଭାବ, ବ୍ୟବହାର ଏବଂ ଅହଙ୍କାର ଏହାକୁ ମାରି ଦେଇଥାଏ। ସେ ମଣିଷ ଆପଣଙ୍କ ଉପସ୍ଥିତିକୁ କେବେ ଅନୁଭବ କରିପାରିବ ନାହିଁ, ଯାହାକୁ ଆପଣ ଆବଶ୍ୟକତା ଠାରୁ ଅଧିକ ସମୟ ଦିଅନ୍ତି। ଏହି ଦୁନିଆର ସବୁଠାରୁ ମୁସ୍କିଲ କାମରୁ ଗୋଟିଏ ହେଲା ବୁଦ୍ଧିମାନକୁ ବୁଝିବା, ଯିଏ କେବେ ସାଥିରେ ରହିବାର ପ୍ରତିଶ୍ରୁତି ଦେଇନଥାନ୍ତି ଏବଂ ନିଜ ଉପସ୍ଥିତି ଦ୍ୱାରା ଜଣେଇ ଦିଅନ୍ତି କି କେବଳ ସିଏ ହିଁ ପ୍ରକୃତରେ ନିଜର। ପୁରୁଷଟିଏ ବୁଦ୍ଧିମାନ ହେଲେ ଧନ ସମ୍ପତ୍ତି ଶୀଘ୍ର ବଢ଼ିଯାଏ। ନାରୀଟିଏ ବୁଦ୍ଧିମାନ ହେଲେ ଘରର ସୁଖ ଶାନ୍ତି ବଜାୟ ରୁହେ। ପିଲାମାନେ ବୁଦ୍ଧିମାନ ହେଲେ ଶୀଘ୍ର ସଫଳତା ଓ ସମ୍ମାନ ମିଳିଥାଏ। କିନ୍ତୁ ବୃଦ୍ଧ ପିତାମାତା ସାଥିରେ ଥିଲେ ଘର ସ୍ୱର୍ଗଠାରୁ ମଧ୍ୟ ସୁନ୍ଦର ଲାଗିଥାଏ। ସବୁ କରିବ, ହେଲେ ଧନୀ ଲୋକ ସହ ଅଧିକ ସମ୍ପର୍କ ରଖିବ ନାହିଁ, କାରଣ ଧନ ହୋଇଗଲେ ମନ ବଦଳିଯାଏ। ଧୀରେ ଧୀରେ ମଣିଷର ଧନଲୋଭୀ ଯୋଗୁଁ ଗର୍ବ ଭାବନା ଅଧିକ ବଢ଼ିଯାଏ। ଆଉ ସୁନ୍ଦର ଚେହେରା ଦେଖି କାହାକୁ ଭଲ ପାଇ ବସିବେନି, କାରଣ ମିଠା ମିଠା କହୁଥିବା ମଣିଷ ସତରେ ସେ ସେମିତି ହୋଇନଥାଏ। ବିଷ ଫଳଟି ସୁନ୍ଦର ଦେଖାଯାଏ, ସେଥିପାଇଁ ସୁନ୍ଦର ଚେହେରାକୁ ନୁହଁ, ସୁନ୍ଦର ବ୍ୟବହାର ଆଉ ସୁନ୍ଦର ଗୁଣ ଦେଖି ଭଲ ପାଅ। ସମସ୍ୟା ବିଷୟରେ ଚିନ୍ତା କଲେ ବାହାନା ହିଁ ମିଳିଥାଏ, କିନ୍ତୁ ସମାଧାନ ବିଷୟରେ ଚିନ୍ତା କଲେ ରାସ୍ତା ମିଳିଥାଏ। ଜୀବନରେ ଏମିତି କୌଣସି ଭୁଲ କର ନାହିଁ, ଯେଉଁ ଭୁଲ ପାଇଁ ଜୀବନ ସାରା ଅନୁଭବ କରିବାକୁ ପଡ଼ିବ। କାହିଁକି ନା ଦୁନିଆର ସବୁଠାରୁ ବଡ଼ ଦଣ୍ଡ ହେଉଛି ଅନୁତାପ। ଦୁଷ୍ଟ ମଣିଷକୁ ବୁଝେଇବା ବଦଳରେ ନୀରବତାର ସହ ଦୂରେଇ ଯିବା ତାହାଠାରୁ ବହୁତ ଭଲ ହୋଇଥାଏ। ଜୀବନରେ ଏକୁଟିଆ ବଞ୍ଚିବା ଅଭ୍ୟାସ କରି ନିଅନ୍ତୁ, କାହିଁକି ନା ଲୋକ ଆଜି ନହେଲେ କାଲି ତୁମ ସାଥ ଛାଡ଼ିଦେବେ। ଲୋକ କେବେ ବଦଳି ନଥାନ୍ତି, ତାଙ୍କ ମୁଖା ଖୋଲି ଯାଇଥାଏ। କିଛି ଲୋକ ନିଜକୁ ନେଇ ଗର୍ବ କରିଥାନ୍ତି, ଅନ୍ୟକୁ ନିଚା ଦେଖାଇ କଥା କୁହନ୍ତି ଏବଂ ନିଜକୁ ବଡ଼ ବୋଲି ମନେ କରନ୍ତି। ସେମାନେ ଏହା ଭୁଲି ଯାଆନ୍ତି କି ରାବଣର ପତନ ତାର ଅହଙ୍କାର ପାଇଁ ହିଁ ହୋଇଥାଏ। ଭଗବାନ ସବୁ ସହିପାରନ୍ତି, କିନ୍ତୁ ଗର୍ବ ଅହଙ୍କାର ଭାଙ୍ଗି ଦିଅନ୍ତି। ଲୋକଙ୍କ ମୁହଁ ବନ୍ଦ କରିବାକୁ ଚେଷ୍ଟା କଲେ ପାରିବନି, ବରଂ ସବୁଠାରୁ ଭଲ ନିଜର କାନ ବନ୍ଦ କରିଦିଅ ଏବଂ ନିଜ କର୍ମରେ ଧ୍ୟାନ ଦିଅ। ପ୍ରକୃତରେ ପ୍ରେମର ପରିଭାଷା କ'ଣ? ନିଃସ୍ୱାର୍ଥପର ଭଲ ପାଇବା ଏବଂ ପରସ୍ପର ପ୍ରତି ଉତ୍ସର୍ଗ ମନୋଭାବ ହିଁ ପ୍ରକୃତ ପ୍ରେମ। ବେଳେ ବେଳେ ଭଲ ଲୋକଙ୍କ ଦ୍ୱାରା ବି ଭୁଲ ହୋଇଯାଏ। ଏହାର ମାନେ ନୁହେଁ ଯେ ସେମାନେ ଖରାପ ଅଟନ୍ତି, ଏହାର ମାନେ ତ ସେମାନେ ବି ମଣିଷ ଅଟନ୍ତି। ଜୀବନରେ ଅଧିକାଂଶ ସମୟରେ ସେହି ଲୋକ ହିଁ ଏକୁଟିଆ ରହିଯାଏ, ଯିଏ ନିଜ ଜୀବନରେ
ସଠିକ୍ ନିଷ୍ପତ୍ତି ନେଇଥାଏ। ଭଲ ମଣିଷ ହୁଅନ୍ତୁ, କିନ୍ତୁ ନିଜକୁ ଭଲ ବୋଲି ପ୍ରମାଣ କରିବା ପାଇଁ ସମୟକୁ ବ୍ୟର୍ଥ କରନ୍ତୁ ନାହିଁ। ଝିଅମାନଙ୍କ ହସ ବହୁତ ସୁନ୍ଦର, କାରଣ ସେମାନେ ମନରୁ ଖୁସି ନହେଲେ ହସନ୍ତି ନାହିଁ। କିନ୍ତୁ ପୁଅମାନଙ୍କ କାନ୍ଦିବା ବହୁତ ଦୁଃଖ, କାରଣ ସେମାନେ ବହୁତ କଷ୍ଟ ନ ପାଇଲେ କାନ୍ଦନ୍ତି ନାହିଁ। ଜୀବନରେ ଏକୁଟିଆ ରହିଯିବା ଭଲ, ସେହି ସ୍ୱାର୍ଥପର ଲୋକଙ୍କ ସାଥିରେ ରହିବା ଅପେକ୍ଷା। ସମ୍ପର୍କ କେବେ ଦୂରତାରେ ଶେଷ ହୁଏ ନାହିଁ। ସମ୍ପର୍କ ତ ଶେଷ ହୁଏ ଯେବେ ବିଶ୍ୱାସ ହାର ମାନିଯାଏ। ଯେଉଁ ଲୋକ ଆପଣଙ୍କ ଠିକ୍ କଥାର ଖରାପ ଅର୍ଥ ବାହାର କରିଥାନ୍ତି, ତାଙ୍କୁ ପ୍ରମାଣ ଦେବାକୁ ଯାଇ ନିଜ ସମୟ କେବେ ବର୍ବାଦ କର ନାହିଁ। ସତକୁ କେବଳ ସତ ଭାବରେ କହି ଚାଲନ୍ତୁ, ଦେଖିବେ ଅତିରୁ ଅତି ଭଲ ସମ୍ପର୍କ ଭିତରୁ କିପରି ଶତ୍ରୁତା ବାହାରି ଆସିବ। ନିଜକୁ କୌଣସି ବି ପରିସ୍ଥିତିରେ ଭାଙ୍ଗିବାକୁ ଦିଅ ନାହିଁ। ଘର ଭାଙ୍ଗିଗଲେ ଲୋକ ଏଠି ଇଟା ଉଠେଇ ନେଇଯାଆନ୍ତି, ଆଉ ଇଏ ତ ତୁମ ଭାବନାର କଥା, ଯାହାକୁ ଲୋକ ଏଠି ଭଲ ଖେଳିବା ଶିଖିଛନ୍ତି। ଏ ଜୀବନ ବହୁତ ସୁନ୍ଦର ଅଟେ, କେବେ ହସାଏ ତ କେବେ ପୁଣି କନ୍ଦାଏ, କିନ୍ତୁ ଯିଏ ସବୁ ପରିସ୍ଥିତିରେ ନିଜକୁ ଖୁସି ରଖିଥାଏ, ଜୀବନ ତା ଆଗରେ ମୁଣ୍ଡ ନୁଆଁଏ।